हेलो फ्रेंड, गुड मॉर्निंग। आप लोग देखते ओडिया 10 टीवी। आज 8 डिसेम्बर ଚାଲନ୍ତୁ ଜାଣିନେବା ଆଜିର ସବୁ ଟପ୍ ନ୍ୟୁଜ୍ ଅପଡେଟ୍। ଦେଶ ବିଦେଶରୁ ଆରମ୍ଭ କରି ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ। ଚାଲନ୍ତୁ ଡେରି କରି ଖବର ଉପରେ ନଜର ପକାଇବା। ପ୍ରତି ଖବର 18,735 ହିତାଧିକାରୀ ଯୋଜନାରେ ସାମିଲ ହେବାକୁ ନିଜ ଆଡ଼ୁ ମନା କଲେ। ଡିସେମ୍ବର 25ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର। ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇ ନାହିଁ, ସେ ନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି। ଆସନ୍ତା 6 ସୁଦ୍ଧା ଯୋଗ୍ୟ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ। ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ। ଅପରପକ୍ଷରେ ଏଯାବତ୍ 18,735 ହିତାଧିକାରୀ ଯୋଜନାରେ ସାମିଲ ହେବାକୁ ନିଜ ଆଡ଼ୁ ମନା କରିଦେଇଛନ୍ତି। ପ୍ରତି ଖବର ବୃଦ୍ଧି ପାଇଲା ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି। ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି ବର୍ତ୍ତମାନ ବୃଦ୍ଧି ପାଇଛି। ଏନେଇ କୃଷି ବିଭାଗ ଓଡ଼ିଶା ପକ୍ଷରୁ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ ଏହି ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି 31/12/2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଯେଉଁ ଯୋଗ୍ୟ ଚାଷୀ କୃଷକମାନେ ଏପର୍ଯ୍ୟନ୍ତ ଏହି ଅଭିଯାନ ପାଇଁ ପଞ୍ଜୀକୃତ କରି ନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ବିଶେଷ ଖବର। ପରବର୍ତ୍ତୀ ଖବର ଆଜି ଆସିବେ ମୋହନ ଚରଣ ମାଝୀ ବରଗଡ଼। ଚାଷୀଙ୍କୁ ଡିବିଟି ମାଧ୍ୟମରେ ଦେବେ ସବସିଡି। ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିଲେ ପ୍ରତିଶ୍ରୁତି ରକ୍ଷା ପାଇଁ ଆସନ୍ତାକାଲି ବରଗଡ଼ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ ଜିଲ୍ଲା ସହେଲା ଗସ୍ତ କରି ଚାଷୀମାନଙ୍କୁ 800 ପ୍ରତି ସବସିଡି ଡିବିଟି ମାଧ୍ୟମରେ ପ୍ରଦାନର ଶୁଭାରମ୍ଭ କରିବେ। ପରବର୍ତ୍ତୀ ଖବର ରୋଜଗାରର ବାଟ ଦେଖାଇଲେ ରାଷ୍ଟ୍ରପତି। ଚାକିରି ପଛରେ ନ ହେଲେ ଗୋଳାଇ ବ୍ୟବସାୟ ପାଇଁ ପରାମର୍ଶ ଦେଲେ। ମୟୂରଭଞ୍ଜ ଗସ୍ତ ବେଳେ ନିଜ ଗାଁ ପାଖ ଏକ ସ୍କୁଲରେ ଦକ୍ଷତା ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବେକାର ଯୁବକ ଯୁବତୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି। ପରବର୍ତ୍ତୀ ଖବର ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ 2 ଲକ୍ଷ ଋଣ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କର ଶେଷ ମୁଦ୍ରାନୀତି କମିଟି ଏମ୍ପିସି ବୈଠକରେ ଚାଷୀଙ୍କୁ ବଡ଼ ଭେଟି ଦେଇଛନ୍ତି। ଦରଦାମ ବୃଦ୍ଧିରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ବିନା ଗ୍ୟାରେଣ୍ଟିରେ ଏଣିକି 2 ଲକ୍ଷ ଟଙ୍କା ଯାଏଁ ଋଣ ଦିଆଯିବ ବୋଲି ଆରବିଆଇ ଘୋଷଣା କରିଛି। ବର୍ତ୍ତମାନ ଯାଏଁ ଏହି ସୀମା 1.6 ଲକ୍ଷ ଟଙ୍କା ରହିଥିଲା। ଦରଦାମ ବୃଦ୍ଧି ଏବଂ ଚାଷରେ ବ୍ୟବହାର ହେଉଥିବା କଞ୍ଚାମାଲର ଖର୍ଚ୍ଚ ବୃଦ୍ଧିକୁ ଦେଖି ଗ୍ୟାରେଣ୍ଟି ଫ୍ରି କୃଷି ଋଣକୁ 2 ଲକ୍ଷ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ପୁଣି ବଦଳିଲା ସୁନା ଦର। ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଘଟିଛି। ଗତକାଲି ଅପେକ୍ଷା ସୁନାର ଦାମ ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 77,620 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ଆଜି 10 ଗ୍ରାମ ପିଛା 71,150 ଟଙ୍କା ରହିଛି। 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 7,131 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 52,148 ଟଙ୍କା ରହିଛି। ଦେଶର ବିଭିନ୍ନ ସହରରେ ସୁନାର ଦାମ। ଭୁବନେଶ୍ୱର 71,150, କଟକ 71,150, ମୁମ୍ବାଇ 71,150, ନୂଆଦିଲ୍ଲୀ 71,300, କୋଲକାତା 71,150। ସୁନା ଓ ରୂପା ଦାମରେ କିଛି ଦିନ ତଳେ ହ୍ରାସ ଦେଖାଯାଇଥିଲା ବେଳେ ପୁଣି ଦର ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର ଜିଓ ଫୋନରେ ଚାଲିବ 2ଟି ସିମ୍, ମିଳିବ ୟୁପିଆଇ, ୟୁଟ୍ୟୁବ, ଫେସବୁକ୍। ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି। ଜିଓର ନୂଆ ଫିଚର ଫୋନ୍ ଏବେ BIS ସାର୍ଟିଫିକେସନରେ ଦେଖିବାକୁ ମିଳିଛି। ଖାସ୍ କଥା ହେଉଛି ଏହି ଫୋନ୍ ଡୁଆଲ ସିମ୍ ସହିତ ଆସିବ। ତେବେ ସାର୍ଟିଫିକେସନ ଇମେଜରୁ ମାର୍କେଟ ନାଁ ଜଣାପଡ଼ୁନି, କିନ୍ତୁ ଏହା ଜିଓ ଫୋନ୍ ପ୍ରାଇମା 2 ଜୁଲାଇ ସିମ୍ ସଞ୍ଚାଳନ ହୋଇପାରେ। ଏହି ଦିନ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ପାଇଁ ବଡ଼ ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଆସୁଛି ଆର୍ଥିକ ସହାୟତା ରାଶି। ଏହି ଯୋଜନାରେ 18ତମ କିସ୍ତି ଟଙ୍କା ସରକାର ପଠାଇ ସାରିଛନ୍ତି। ଆଉ ଏବେ 19ତମ କିସ୍ତି ପାଇଁ ଅପେକ୍ଷା କରି ରହିଛନ୍ତି ଚାଷୀ। ଆଉ ଚାଷୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି।
2025 ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଆକାଉଣ୍ଟକୁ କିସ୍ତି ଟଙ୍କା ଆସିବାର ସମ୍ଭାବନା ଅଧିକ ରହିଛି। ପରବର୍ତ୍ତୀ ଖବର ସ୍କୁଲ ଛୁଟି ଘୋଷଣା। ଡିସେମ୍ବର ମାସ ଆରମ୍ଭ ହୋଇଯାଇଛି। ଅନେକ ରାଜ୍ୟରେ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେବାରେ ଲାଗିଛି। ଏହି ସବୁ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତୁ ଜାଣିବା ଡିସେମ୍ବରରେ କେତେ ଦିନ ବନ୍ଦ ରହିବ ସ୍କୁଲ। ଡିସେମ୍ବର ଏକ ସପ୍ତାହ ପରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉନାହିଁ। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ ଛୁଟିକାଳୀନ ଛୁଟି କେବେ ଘୋଷଣା କରାଯିବ ସେ ନେଇ ପ୍ରଶ୍ନ ଉଠୁଛି। ରାଜସ୍ଥାନରେ ଶୀତ ଛୁଟିକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି। ପରିସ୍ଥିତିକୁ ଅନୁଧ୍ୟାନ କରି କିଛି ବିଦ୍ୟାଳୟର ସମୟ ସାରଣୀକୁ ପରିବର୍ତ୍ତନ କରାଯାଇଛି। ଛତିଶଗଡ଼ରେ ଶୀତ ଛୁଟି ଘୋଷଣା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହର ସହିତ ଅପେକ୍ଷା କରୁଥିଲେ। ମିଳୁଥିବା ସୂଚନା ଅନୁଯାୟୀ ଛତିଶଗଡ଼ ସରକାର ଶୀତକାଳୀନ ଛୁଟି ଘୋଷଣା କରିସାରିଛନ୍ତି। 23 ଡିସେମ୍ବରରୁ 28 ଡିସେମ୍ବର ପର୍ଯ୍ୟନ୍ତ ଶୀତ ଛୁଟି। ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଯାହା ଅନୁଯାୟୀ ଡିସେମ୍ବର 23ରୁ ଡିସେମ୍ବର 28 ପର୍ଯ୍ୟନ୍ତ ବିଡି ଏବଂ ଡିଡି କଲେଜ ସମେତ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ପରବର୍ତ୍ତୀ ଖବର 98 ଟଙ୍କାରେ ମିଳୁଛି ପୁଷ୍ପା 2 ଫିଲ୍ମର ଟିକେଟ। ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା 2 ସିନେମା ଘରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଆଗକୁ ମାଡ଼ି ଚାଲିଛି। ପୁଷ୍ପା 2 ଭାରତର ସବୁଠାରୁ ବଡ଼ ଓପନିଂ ଫିଲ୍ମ ହେବା ସହ ବିଶ୍ୱବ୍ୟାପୀ 421.30 କୋଟି ଗ୍ରସ୍ ଓ ଭାରତରେ 68.7 କୋଟି ଟଙ୍କା ଆୟ କରିଛି। ରିଲିଜ୍ ହେବାର 2 ଦିନ ଫିଲ୍ମଟି 500 କୋଟି ଟଙ୍କାର ଆୟ କରିସାରିଥିବା ବେଳେ ସପ୍ତାହ ସୁଦ୍ଧା ଏହାର ଆୟ 800 କୋଟି ଟପି ଯିବ ବୋଲି ଅନୁମାନ କରାଯାଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ ଯାହାଦ୍ୱାରା ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ।